ଜୟ ଜଗନ୍ନାଥ। ପୁରାଣ ଯୁଗର କଥା। ଗୋଟିଏ ଜଙ୍ଗଲ ଭିତରେ ଗୋଟିଏ ବୃହତ୍ ଜଳାଶୟ ଥାଏ। ସେହି ଜଳାଶୟରେ ଗୋଟିଏ କୁମ୍ଭୀର ବହୁଦିନ ହେଲା ବାସ କରୁଥିଲା। ପାଣି ପିଇବାକୁ ଆସୁଥିବା ଜଙ୍ଗଲର ଜୀବଜନ୍ତୁ ଓ ପଥିକମାନଙ୍କୁ ନିଜର ମୁନିଆ ଦାନ୍ତରେ ଧରି ଗଭୀର ଜଳକୁ ଟାଣି ନେଇଯାଏ। ସେମାନଙ୍କୁ ଶକ୍ତିହୀନ କରି ଆରାମରେ ଖାଏ। ଦିନକର କଥା, ଗୋଟିଏ ଗଜ ତୃଷ୍ଣା ନିବାରଣ ପାଇଁ ଜଳାଶୟରେ ପହଞ୍ଚିଲା। ପ୍ରଥମେ ଭାବିଲା ପୋଖରୀ ହୁଡ଼ାରେ ଠିଆ ହୋଇ ଶୁଣ୍ଡ ବଢ଼ାଇ ପୋଖରୀର ନିର୍ମଳ ଜଳ ପିଇ ଶୋଷ ମେଣ୍ଟାଇବ। ପରେ ଭାବିଲା ସେ ତ ଏ ଜଙ୍ଗଲର ରାଜା, ତାର ଏଇ ଭୀରୁପଣ ଦେଖିଲେ ଅନ୍ୟ ପଶୁମାନେ ତାକୁ ଖାତିର କରିବେ ତ। ସେ ପୋଖରୀ ଜଳରେ ପଶି ମନ ଭରି ସ୍ନାନ କଲା, ପୁଣି ପେଟ ଭରି ପାଣି ପିଇଲା। ପୋଖରୀରୁ ଉଠିବା ସମୟରେ ସେ ଅନୁଭବ କଲା କିଏ ତା ଆଗ ଗୋଡ଼କୁ ଜାବୁଡ଼ି ଧରିଛି। ସେ ଜାଣିଲା ଏହା ପୋଖରୀରେ ଥିବା କୁମ୍ଭୀରର କାମ। ମନେ ମନେ ଭାବିଲା, ମୁଁ ତୋତେ ଆଜି ପାନେ ଦେବି, ଦେଖିବୁ। ସେ ସମସ୍ତ ଶକ୍ତି ପ୍ରୟୋଗ କରି କୁମ୍ଭୀର ପାଟିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କଲା। ସ୍ଥଳଭାଗରେ ହାତୀର ବଳ ବେଶୀ, ପାଣିରେ କୁମ୍ଭୀରର ବଳ ବେଶୀ। ନା ହାତୀ କୁମ୍ଭୀରକୁ ସ୍ଥଳଭାଗକୁ ଟାଣି ଟାଣି ଆଣିପାରିଲା, ନା କୁମ୍ଭୀର ହାତୀକୁ ଗଭୀର ଜଳକୁ ଟାଣି ଧରିଲା। କୁମ୍ଭୀର ତ ହାତୀ ମଧ୍ୟରେ ବଳ କଷାକଷି ବହୁ ବର୍ଷ ପର୍ଯ୍ୟନ୍ତ ଲାଗି ରହିଲା। ଗଜରାଜ ଅନୁଭବ କଲେ ଏପରି ଯୁଦ୍ଧ ଯଦି ବେଶୀ ଦିନ ଲାଗି ରହେ, ତାର ପରାଜୟ ସୁନିଶ୍ଚିତ। ତାର ବଳ କ୍ରମଶଃ ଦୁର୍ବଳ ହେବାକୁ ଲାଗିଲା। ସେ ଚିନ୍ତାମଣି ଭଗବାନଙ୍କୁ ଡାକିଲା। ସେ କେବଳ ହିଁ ଏ ବିପଦରୁ ଉଦ୍ଧାର କରିପାରିବେ। ସେ ପ୍ରଭୁଙ୍କୁ ଡାକିଲା ସତ, ମାତ୍ର ଏହି ସମୟ ମଧ୍ୟରେ ନିଜର ଶାରୀରିକ ଶକ୍ତି ବି ପ୍ରୟୋଗ କରୁଥାଏ। ଯେତେବେଳେ କୁମ୍ଭୀର ତାକୁ ଗଭୀର ଜଳକୁ ନେବା ପାଇଁ ଉଦ୍ୟମ କଲା, ସେତେବେଳେ ନିଜର ଶକ୍ତି ଉପରେ ଭରସା ରଖି ପାରିଲା ନାହିଁ। ଜାଣିଲା କେବଳ ଦୈବ ବଳ ହିଁ ଏକମାତ୍ର ଭରସା। ସେ ଶୁଣ୍ଡ ଟେକି ଭଗବାନଙ୍କୁ ଡାକିଲା, ନିଜକୁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କଠାରେ ସମର୍ପଣ କରିଦେଲା। ଭାବଗ୍ରାହୀ ଆଉ ବୈକୁଣ୍ଠପୁରରେ ସ୍ଥିର ହୋଇ ରହିପାରିଲେ ନାହିଁ। ସେ ଗରୁଡ଼ ପୃଷ୍ଠରେ ଆସି ଚକ୍ର ପେଷି କୁମ୍ଭୀରକୁ ହତ୍ୟା କଲେ, ଗଜରାଜକୁ ରକ୍ଷା କଲେ। ଏହା ହେଉଛି ଗଜରାଜଙ୍କର ଆକୁଳ ପ୍ରାର୍ଥନାର ଫଳ। ପ୍ରକୃତରେ ଯିଏ ମନ ପ୍ରାଣ ଦେଇ ଭଗବାନଙ୍କୁ ଡାକେ, ତାକୁ ଭଗବାନ ରକ୍ଷା କରନ୍ତି। ଭକ୍ତ ଶାଲବେଗ ଲେଖିଛନ୍ତି, ଗଜରାଜ ଚିନ୍ତା କଲା, ଥାଇ ଘର ଜଣେନ, ଚକ୍ର ପେଷି ଗ୍ରାହ ନାଶି ଉଦ୍ଧାରିଲ ଆପଣ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।